ମାନଙ୍କ ପାଇଁ କିପରି ରହିବ 18 ନଭେମ୍ବରରୁ 23 ନଭେମ୍ବର ଏହି ସପ୍ତାହ ଆପଣମାନଙ୍କ ପାଇଁ କେଉଁ କ୍ଷେତ୍ରରେ ସାବଧାନ ରଖିବାକୁ ପଡ଼ିବ ଚାଲନ୍ତୁ ଜାଣିବା। ତ ମେଷ ରାଶି ଏହି ସପ୍ତାହ 18ରୁ 24 ଆପଣମାନଙ୍କର ହେଲ୍ଥରେ ଛୋଟ ମୋଟ ଇସ୍ୟୁ ରହିପାରେ। ଥଣ୍ଡା ପରି ENT ପରି ସମସ୍ୟା, ଆଲର୍ଜି ପରି ସମସ୍ୟା ରହିବ। ତ ଧନର ସ୍ଥିତି ଦେଖିବାକୁ ଗଲେ ଶୁକ୍ର ମାଲବ୍ୟ ଯୋଗ ବନାଉଛି। ତ ଧନର ପ୍ରାପ୍ତି ପାଇଁ ଏହି ସପ୍ତାହ ବହୁତ ଭଲ ରହିବ ଆପଣମାନଙ୍କ ପାଇଁ। ଅଟକିଥିବା କାର୍ଯ୍ୟ ପୁରା ହେବ, ଡିଲ୍ ବି ବନିବ ଓ ଧନ ପାଇଁ 24 ନଭେମ୍ବର ପର୍ଯ୍ୟନ୍ତ ମେଷ ରାଶିମାନଙ୍କ ପାଇଁ ସର୍ବୋତ୍ତମ ରହିବ। ତ ବୃହସ୍ପତି ଆପଣଙ୍କ ଚତୁର୍ଥ ଭାବରେ ତ ତୀର୍ଥଯାତ୍ରା କରିପାରନ୍ତି। ପରିବାର ସଦସ୍ୟଙ୍କ ସହିତ ଛୋଟ ମୋଟ ପାଖ ଜାଗାକୁ ହଉ ପଛେ ଆପଣ ଯିବାର ଯୋଗ ରହୁଛି। ସାଥିରେ ପଞ୍ଚମ ଭାବରେ କେତୁ ଆପଣଙ୍କ ସନ୍ତାନଙ୍କର ହେଲ୍ଥରେ ଇସ୍ୟୁ ରହିପାରେ ଓ ଆପଣଙ୍କର ମଧ୍ୟ ସମସ୍ୟା ରହିପାରେ। ENTର ଓ ଆଲର୍ଜିର ଛୋଟ ମୋଟ ସମସ୍ୟା ରହିବ, ନଚେତ୍ କୌଣସି ପ୍ରକାର ଇସ୍ୟୁ ନାହିଁ। କ୍ୟାରିୟର ଦେଖାଯାଏ ତ ବିପରୀତ ରାଜଯୋଗ ଆପଣଙ୍କର ବନୁଛି। ବସ୍ଙ୍କ ସାଥିରେ କୌଣସି ସ୍ଥାନକୁ ଆପଣ ଯାଇପାରନ୍ତି। ବସ୍ଙ୍କ ସାଥିରେ ମତଭେଦ ଦୂର ହେବ ଓ ଆପଣ କାମର ପ୍ରେସର କମ୍ ହେବ। ଯେଉଁ କାର୍ଯ୍ୟକ୍ଷେତ୍ରରେ ଆପଣ ଟେନସନ୍ ଥିଲା ତାହା ମଧ୍ୟ ଦୂର ହେବ। ଦେଖାଯାଏ ତ କ୍ୟାରିୟର ଆପଣମାନଙ୍କ ପାଇଁ ଏହି ସପ୍ତାହ ଶାନଦାର ରହୁଛି। ଦାମ୍ପତ୍ୟ ଜୀବନ ବହୁତ ଭଲ ରହୁଛି। ଶୁକ୍ର ସପ୍ତମରେ ବିରାଜମାନ ଅଟେ। ତ କୌଣସି ଖୁସି ଖବର ଆପଣଙ୍କୁ ମିଳିପାରେ। ବିବାହ ପାର୍ଟି ଫଙ୍କସନରେ ଆପଣଙ୍କୁ ଯିବାର ଯୋଗ ରହିଛି ଓ ରିଲେସନସିପ୍ ବହୁତ ଭଲ ରହିବ ଏହି ସପ୍ତାହ ଦେଖାଯାଏ ତ ଆପଣମାନଙ୍କ ପାଇଁ। ତ ଏହି ସପ୍ତାହ ଆପଣମାନେ ସୂର୍ଯ୍ୟଙ୍କୁ ଜଳ ଦିଅନ୍ତୁ ଓ ଆପଣ ହନୁମାନ ଚାଳିଶା ନିହାତି